ରାତିରେ ପରିବାର ଲୋକମାନେ ଖାଇ ପିଇ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗି ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଘରେ ନିଆଁ ଲାଗି ଚାରିଆଡ଼କୁ ବ୍ୟାପି ଯିବା ପରେ ପରିବାର ଲୋକଙ୍କର ନିଦ ଭାଙ୍ଗିଥିଲା। ତେଣୁ ସେମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ପାଖ ପଡ଼ୋଶୀଙ୍କୁ ଡାକ ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବି ନିଆଁର ପ୍ରକୋପ ଅଧିକ ଥିବା କାରଣରୁ ନିଆଁ ଆୟତ୍ତ କରିପାରିନଥିଲେ। ଏହାପରେ ଦମକଳ ବାହିନୀକୁ ଖବର ଦିଆଯିବାରୁ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ 2 ବଖରା ଘର ସମେତ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଲା ପରିବାର ଲୋକମାନେ ଜାଣିନଥିବା ବେଳେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବାଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ଟିଟୁ ଗୁଚ୍ଛାୟତଙ୍କ ଘରେ ନିଆଁ ଲାଗି ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଟିଟୁ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ତେଣୁ ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ଜରୁରୀ। ସବୁ ଘର ଦ୍ୱାର ସବୁ ଗଲା ପ୍ୟାଣ୍ଟ ଫ୍ୟାଣ୍ଟ କିଛି କେମିତି ରହିବ ପୋଡ଼ି ବାଡ଼ି ଯାଇଛି କିଛି ନାହିଁ। ଅଣ୍ଡି ଛୁଆଟା କେମିତି ରହିବ ସବୁ ତ ତା ଫ୍ୟାନ୍ ଫ୍ୟାନ୍ ହେଇଛି କିଛି ନାହିଁ। କଣ ହେଇଛି ତାଙ୍କର? ଏ ସବୁ ରାତି 1:30ରେ କଣ ସେଇ ଉଠିକି ଡକାଡକି କଲାନି ଆମେ ଦେଖିଲାଠୁ ଆସିକି ସବୁ କିଛି ନାହିଁ ତାର ଫ୍ୟାନ୍ ଫ୍ୟାନ୍ ସବୁ ପୋଡ଼ି ଯାଇଛି। ସାର୍ଟ ଖଣ୍ଡେ ନାହିଁ ନା କିଛି ତାର ପ୍ୟାଣ୍ଟ ଖଣ୍ଡେ ନାହିଁ ପୋଡ଼ିବାକୁ ଘର ଦ୍ୱାର ସବୁ ତ ଯାଇଛି ତାର କିଛି ନାହିଁ। ଗରିବ ଛୁଆଟା କ'ଣ କେମିତି ରହିବ କେଜାଣି। ସିଏ ଉଠିକି ତ ଡାକିଲେ ଆମକୁ 1:30 ରାତିରେ ଆମ ଘରେ ନିଆଁ ଲାଗି ଯାଇଛି ଆସ ବୋଲିକି ଆମେ ଆଇଲୁ। ଆଉ କେମିତି ଲାଗିଲା ନିଆଁ ସିଏ ଆମେ କହିପାରିବୁନି ସେ କଥା। ନିଆଁ ଅଚାନକ କୋଉଠି ଉଠିଲା କ'ଣ ହେଲା ସେ କଥା କହିପାରିବୁନି। ଘରର ମାଲିକ ଯିଏ ସିଏ କହିବ ଆଉ ସିଏ ଜାଣିଥିବ ସିଏ କହିବ। कटक जिला प्रतिनिधि राजेश कुमार साहू रिपोर्ट, कोणार्क लाइव।